Hello everyone, welcome to my YouTube channel Education Tree। ଏହି ଚ୍ୟାନେଲରେ ସବୁ ଓଡ଼ିଆ ପିଜିର ସବୁ କ୍ଲାସ୍ ଅପଲୋଡ଼ ହେବ। ଆଜି ଆମେ ପଢ଼ିବା ଫାର୍ଷ୍ଟ ସେମିଷ୍ଟାରର ପେପର 101ର ୟୁନିଟ୍ 4 ଚର୍ଯ୍ୟା ଗୀତିକା। ଚର୍ଯ୍ୟା ଗୀତିକାରେ ଡମ୍ବି ଚର୍ଯ୍ୟାର ବିଷୟରେ ବର୍ଣ୍ଣନା କର। ଏଇଟା ପଢ଼ିବା। ଚର୍ଯ୍ୟା ଗୀତିକା କହିଲେ ସ୍ଥୂଳତଃ ବୁଝାଏ ସରହ, ଶବର, ଲୁଇ, କାହ୍ନୁ ପ୍ରମୁଖ ସିଦ୍ଧାଚାର୍ଯ୍ୟମାନଙ୍କ ଦ୍ୱାରା ରଚିତ 50 ଗୋଟି ଗୀତି କବିତା। ମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଏହି ଗୀତିକା ସମୂହର ଆବିଷ୍କାରକ। ଖ୍ରୀଷ୍ଟାବ୍ଦ 1907ରେ ନେପାଳରେ ପ୍ରାଚୀନ ପୋଥି ସଂଗ୍ରହ କରୁଥିବା ବେଳେ ପୋଥିଶାଳାରୁ ଭକ୍ତ 50 ଗୋଟି ଗୀତିକା ସଂଗ୍ରହର ଗୋଟିଏ ପୋଥି ପାଇଥିଲେ। ଶ୍ରୀଯୁକ୍ତ ଶାସ୍ତ୍ରୀଙ୍କ ମତରେ ଲିଖିତ ଆକାରରେ ଥିବା ଯେତେ ଗୀତିକାର ସନ୍ଧାନ ମିଳେ ତାଠାରୁ ବହୁ ପରିମାଣରେ ଅଧିକରୁ ଅଧିକ ମୌଖିକ ରୂପେ ପ୍ରଚଳିତ ଥିଲା ବୋଲି ଅନୁମାନ କରାଯାଏ। ସିଦ୍ଧ କବିଗଣ ଗୀତିକା ଗୁଡ଼ିକୁ ଚର୍ଯ୍ୟା ଆଖ୍ୟା ପ୍ରଦାନ କରିଛନ୍ତି। ଚର୍ଯ୍ୟାର ମୂଳ ଅର୍ଥ ହେଲା ଆଚରଣ ବା ଆଚାର। ନେପାଳ ଦରବାର ଲାଇବ୍ରେରୀରେ ଚର୍ଯ୍ୟା ଗୀତିକା ସଂଗ୍ରହ ପୋଥି ଖଣ୍ଡକ ଚର୍ଯ୍ୟା ବିନିଶ୍ଚୟ ନାମରେ ପରିଚିତ, କିନ୍ତୁ ପଣ୍ଡିତ ବିନ୍ଦୁଶେଖର ଭଟ୍ଟାଚାର୍ଯ୍ୟ ଏହି ନାମରେ କୌଣସି ଯଥାର୍ଥତା ନ ଦେଖି ଏହାର ବିକଳ୍ପରେ ଆଚାର୍ଯ୍ୟ ଚର୍ଯ୍ୟାଚୟ ନାମ ନିର୍ଦ୍ଦେଶ କରିଛନ୍ତି, କିନ୍ତୁ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଚର୍ଯ୍ୟାଚୟ ବିନିଶ୍ଚୟକୁ ନିଶ୍ଚିତ ବା ସ୍ଥିରୀକୃତ କରିଛନ୍ତି। ଏହି ଗ୍ରନ୍ଥର ଆବିଷ୍କାର ପରେ ପରେ ସିଦ୍ଧାଚାର୍ଯ୍ୟମାନଙ୍କର ଦୋହାକୋଷ ଓ ଅନ୍ୟ କେତେକ ଗୀତିକା ଆବିଷ୍କୃତ ହୋଇଅଛି, ଯାହାକି ତାନ୍ତ୍ରିକ ବୌଦ୍ଧ ସହଜିଆମାନଙ୍କର ବହୁ ଗ୍ରନ୍ଥ ପ୍ରକାଶିତ ହେବାରେ ଲାଗିଲା। ଚର୍ଯ୍ୟା ଗୀତି କୋଷରେ ସଂକଳିତ 50ଟି ଗୀତିକାର ରଚୟିତା ଭାବରେ ମାତ୍ର 23 ଜଣ ସିଦ୍ଧ କବିଙ୍କ ନାମ ମିଳେ। ସେମାନେ ହେଲେ ଆଚାର୍ଯ୍ୟ ଦେବ, କଙ୍କଣପାଦ, କମ୍ବଳାବର, କାହ୍ନୁପାଦ, କୁକୁଳିପା, ଗୁଣ୍ଡୁରିପା, ଚାଟିଲପା, ଜୟନଦୀ, ଡମ୍ବିପା, ତେଣ୍ଡଣପା, ତନ୍ତିପା, ତାଳନୌପା, ଦାରିକପା, ଥାମ୍ପା, ବିରୁପାଦ, ବୀଣାପା, ଭାଦେପା, ଭୁସୁକୁପା, ମହିପା, ହୁଇପା, ଶବରପା, ଶାନ୍ତିପା, ସରହପା। ଡକ୍ଟର ସୁକୁମାର ସେନଙ୍କ ମତରେ ଏମାନଙ୍କ ମଧ୍ୟରୁ ଶବରପା, ବୀଣାପା, କୁକୁଳିପା, ତେଣ୍ଡଣପା, ଚାଟିଲପା ଓ ବିରୁପାପାଦ ପ୍ରକୃତରେ ଚର୍ଯ୍ୟା ଗୀତିକାର ରଚୟିତା ନୁହନ୍ତି। ଏମାନଙ୍କ ଆଲୋଚନାରେ ସିଦ୍ଧାଚାର୍ଯ୍ୟମାନଙ୍କର ସମୟ ସ୍ଥୂଳତଃ ଖ୍ରୀଷ୍ଟାବ୍ଦ 7ମ ଶତାବ୍ଦୀ 12ଶ ଶତାବ୍ଦୀ ବୋଲି ନିରୂପିତ କରାଯାଇଛି। ଚର୍ଯ୍ୟା ଗୀତିକାରେ ଉକ୍ତ 23 ଜଣ ରଚୟିତା ଯେ ସମସାମୟିକ ନୁହନ୍ତି, ଏହା ସୁନିଶ୍ଚିତ। ହୁଏତ ଏମାନଙ୍କ ମଧ୍ୟରୁ ଗୁରୁ ଶିଷ୍ୟ କ୍ରମରେ ବହୁ ସମୟରେ ବ୍ୟବଧାନ ଖୁବ୍ ସ୍ପଷ୍ଟ। ବୌଦ୍ଧ ଗାନ ଓ ଦୋହାରେ ଚର୍ଯ୍ୟା ଗୀତିକା ସମୂହ ପ୍ରଥମେ ପ୍ରକାଶିତ ହେଲାବେଳେ ତାର ଶୀର୍ଷକ ଥିଲା ହାରବର୍ଚ୍ଛେ ପୁରାଣୋ ବାଙ୍ଗାଲ ଗାନ। ଶ୍ରୀଯୁକ୍ତ ହରପ୍ରସାଦ ଶାସ୍ତ୍ରୀ ଏହି ରଚନାବଳୀର ପ୍ରଥମ ପାଠକ। ଏଣୁ ଏହା ବିଶ୍ୱାସ କରାଯାଏ ଯେ ଏହାର କେତେକ ପରିଚିତିକ ଶବ୍ଦ ଓ ବାକ୍ୟ ରୂପ ଦେଖିବା ମାତ୍ରେ ସେ ବିଶ୍ୱାସ କରି ନେଇଥିଲେ ଯେ ଏହା ବଙ୍ଗଳା, ଯାହା ତାଙ୍କ ପୂର୍ବରୁ ପ୍ରାୟ ଏହି ଭାଷାରେ 28ଟି ଦୋହା ପ୍ରକାଶ କରିଥିଲେ। ପଣ୍ଡିତ ସିସିଲ ଜେଣ୍ଡର ସୁଭାଷିତ ସଂଗ୍ରହ ଗ୍ରନ୍ଥ ରଚିତ ହୋଇଥିଲା, ଯାହା ଫଳରେ ଡକ୍ଟର ସୁନୀତ କୁମାର ଚାଟାର୍ଜୀ ବଙ୍ଗଳା ଭାଷାର ଜନ୍ମ ଓ ବିକାଶ କ୍ରମ ପ୍ରସଙ୍ଗରେ ଚର୍ଯ୍ୟା ଗୀତିକା ମଧ୍ୟରେ ବଙ୍ଗଳା ଭାଷାର ଆଦିମ ରୂପ ସନ୍ଧାନ କରିଛନ୍ତି, ଯାହାକି ଓଡ଼ିଶାରୁ ବିନାୟକ ମିଶ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, ଆର୍ତ୍ତବଲ୍ଲଭ ମହାନ୍ତି, କରୁଣାକର ଆଦି ଚର୍ଯ୍ୟା ଗୀତିକା ଉପରେ ଆଲୋଚନା କରି ଓଡ଼ିଆ ସିଦ୍ଧାଚାର୍ଯ୍ୟମାନଙ୍କର ପରିଚୟ ପ୍ରଦାନ କରିଛନ୍ତି। ଚର୍ଯ୍ୟା ଗୀତିକାର ରଚନା କାଳରେ ପୂର୍ବ ଭାରତର ପ୍ରାଦେଶିକ ଭାଷା ସମୂହର ଜନ୍ମ ହୋଇନଥିଲା। ସେତେବେଳେ ଏହି ଭୂଖଣ୍ଡରେ କେତେକ ଆଞ୍ଚଳିକ ସ୍ୱତନ୍ତ୍ରତା ସତ୍ତ୍ୱେ ଏକ ସାଧାରଣ ଭାଷା ଚଳୁଥିଲା। ଏହାକୁ ପ୍ରାଚ୍ୟ ଅପଭ୍ରଂଶ କୁହାଯାଇପାରେ। ଚର୍ଯ୍ୟା ଗୀତିକାର ସିଦ୍ଧଗଣ କେହି ଓଡ଼ିଆ, କେହି ବଙ୍ଗଳା ଓ କେହି ବିହାରୀ ହେଲେ ମଧ୍ୟ ପୂର୍ବାଞ୍ଚଳରେ ସେହି ସାଧାରଣ ଭାଷାରେ ହିଁ ଗୀତିକାମାନ ରଚନା କରିଛନ୍ତି। ଟୀକାକାର ମୁନିଦ
ଏହାକୁ ପ୍ରାକୃତ ଭାଷାରେ ଆଖ୍ୟା ଦେଇଛନ୍ତି, କାରଣ ଚର୍ଯା ଗୀତିକା ସୃଷ୍ଟି ହେବା ପରେ ଓଡ଼ିଆ, ବଙ୍ଗଳା, ଆସାମୀ, ମୈଥିଳି, ମାଗଧୀ ଓ ଭୋଜପୁରୀ ଭାଷାରେ ବିକଶିତ ହୋଇଛି। ଚର୍ଯା ଗୀତିକାର ରଚୟିତା 84ଟି ସିଦ୍ଧାଚାର୍ଯ୍ୟ ଗଣ ସିଦ୍ଧ ପରମ୍ପରାରେ ଅନ୍ତର୍ଭୁକ୍ତ। ଏମାନେ ଥିଲେ ତାନ୍ତ୍ରିକ, ବୌଦ୍ଧ ସହଜିଆ ସାଧକ, କେହି କେହି ଏମାନଙ୍କୁ ଶୂନ୍ୟବାଦୀକାୟ ସାଧକ, ମଧ୍ୟମପନ୍ଥୀ, କୌଳମାର୍ଗୀ ଇତ୍ୟାଦି ଭାବେ ପରିଣତ କରାଇଛନ୍ତି। ମହାଯାନ ବୌଦ୍ଧ ଧର୍ମ ସମୟକ୍ରମେ ଦୁଇଟି ମତ ଦେଖା ଦେଇଥିଲା। ଗୋଟିଏ ହେଲା ପାରମିତାନୟ ମନ୍ତ୍ରନୟ। ପାରମିତାନୟ ସାଧାରଣତଃ 6 ପାରମିତାର ଅନୁଶୀଳନ ଦ୍ୱାରା 10 ବୋଧିଚିତ୍ତ ଉତ୍ପାଦନ ପୂର୍ବକ ସୁଖ ଓ ନିର୍ବାଣ ଲାଭ କଲେ, କିନ୍ତୁ ମନ୍ତ୍ରନୟରେ ତାନ୍ତ୍ରିକ ସାଧନାର ବିକାଶ ଘଟିଲା। ବିବିଧ ମନ୍ତ୍ର ସହିତ ମୁଦ୍ରାମଣ୍ଡଳ ଆଦି ଦେଖାଦେଲା ଏବଂ ଏହା ଏକ ପୂରାପୂରି ତାନ୍ତ୍ରିକ ଧର୍ମରେ ପରିଣତ ହେଲା। ମହାଯାନ ସିଦ୍ଧାନ୍ତ ସମ୍ମତ ବୁଦ୍ଧ କାୟାରୁ 3ଟି ସତ୍ତା, ଗୋଟେ ହେଲା ଧର୍ମକାୟା, ଆଉ ଗୋଟେ ସମ୍ଭୋଗକାୟା, ତୃତୀୟ ନିର୍ମାଣକାୟା ସହିତ ବଜ୍ରକାୟା ସଂଯୁକ୍ତ ହେଲା, କାରଣ ଶୂନ୍ୟର ରୂପାନ୍ତର ହେଲା। ବଜ୍ର ଓ ବୋଧିସତ୍ତ୍ୱ ହେଲେ ବଜ୍ରସତ୍ତ୍ୱ। ଏଇଠୁ ବଜ୍ରଯାନର ଆରମ୍ଭ ହେଲା। ଏଥିରେ ମନ୍ତ୍ର ମୁଦ୍ରାମଣ୍ଡଳ ବ୍ୟତୀତ କେତେକ ଦେବଦେବୀ ପୂଜା, ଧ୍ୟାନ, ଧାରଣା ଓ ଗୃହ୍ୟ ଯୋଗ ସାଧନାରେ ପ୍ରବର୍ତ୍ତନ ହେଲା। ସହଜଯାନୀମାନେ ସିଦ୍ଧାନ୍ତ କଲେ ଯେ ପ୍ରତ୍ୟେକ ବ୍ୟକ୍ତି ଓ ବସ୍ତୁ ମଧ୍ୟରେ, ସମସ୍ତ ପରିବର୍ତ୍ତନ ମଧ୍ୟରେ ଏକ ଅପରିବର୍ତ୍ତନୀୟ ସହଜ ସ୍ୱରୂପ ବିଦ୍ୟମାନ। ଏହି ସହଜ ସ୍ୱରୂପକୁ ଉପଲବ୍ଧି କରି ସହଜାନନ୍ଦ ବା ମହାସୁଖ ଲାଭ କରିବା ହେଲା ସେମାନଙ୍କର ଲକ୍ଷ୍ୟ। ଏହି ମହାସୁଖ ନିର୍ବାଣଠାରୁ ଉତ୍କୃଷ୍ଟ, ତେଣୁ ଏମାନଙ୍କର ପଦ୍ଧତିକୁ ସହଜଯାନ ବୋଲି ପରବର୍ତ୍ତୀ କାଳରେ ନାମିତ କରାଯାଇଛି। ଚର୍ଯା ଗୀତିକା ଗୁଡ଼ିକ ମୂଳତଃ ଆଧ୍ୟାତ୍ମିକ ରଚନା ହେଲେ ମଧ୍ୟ ଏଥିରେ ସାହିତ୍ୟିକ ମୂଲ୍ୟ ଯଥେଷ୍ଟ ରହିଛି। ଏହା ସନ୍ଧ୍ୟାଭାଷା ଓ ଶୈଳୀ ସବୁଠାରୁ ଆକର୍ଷଣୀୟ। ନାନା ଉପମା, ଉତ୍ପ୍ରେକ୍ଷା, ରୂପକ ଓ ଅନେକ ଦୃଷ୍ଟାନ୍ତ ସହ ଶ୍ଳେଷାତ୍ମକ ଶବ୍ଦର ପ୍ରୟୋଗ ଦ୍ୱାରା ଏକ ଅଦ୍ଭୁତ ରସ ମାଧୁରୀ ପ୍ରସ୍ଫୁଟିତ ହୋଇଅଛି। ଏଣୁ ଗୋଟିଏ ଗୋଟିଏ ଚର୍ଯା ଅତି ମନୋଜ୍ଞ ଓ ରସାଳ ଗୀତି କବିତା ରୂପେ ଗ୍ରହଣୀୟ ହୋଇପାରେ। ଚର୍ଯାର ଅନ୍ତର୍ନିହିତ ଭାବ ଯେତେ ଗୃହ୍ୟ ଓ ଦୃଢ଼ ହେଉନା କାହିଁକି, ତାର ବାହ୍ୟ ରୂପ ଓ ରଙ୍ଗ ଅତ୍ୟନ୍ତ ସରଳ ଏବଂ ଉପଭୋଗ୍ୟ। କାନୁପାଦ, କୃଷ୍ଣପାଦ, କୃଷ୍ଣବଜ୍ର, କୃଷ୍ଣଚର୍ଯା 57 ଖଣ୍ଡ ବହି ଲେଖିଯାଇଛନ୍ତି। ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀ କାନୁପାଙ୍କର ପରିଚୟ ଏହିପରି ଭାବରେ ବୌଦ୍ଧ ଗାନ ଓ ଦୋହାର ମୁଖବନ୍ଧରେ ପ୍ରଦାନ କରିଛନ୍ତି। ତେଙ୍ଗୁରରେ 4 ଜଣ କୃଷ୍ଣ ସ୍ପଷ୍ଟ ବାରି ହୁଏ, ଯଥା 1 ବୟସ୍କ କୃଷ୍ଣ, 2 ଓଡ଼ିଶା ଆଗତ ଅନୁବାଦକ କାହ୍ନୁ, ତୃତୀୟ କୃଷ୍ଣାଚାର୍ଯ୍ୟ, ଚତୁର୍ଥ କୃଷ୍ଣ ବଜ୍ର। ଡକ୍ଟର ସୁକୁମାର ସେନ ଅନୁମାନ କରନ୍ତି କାନୁପାଙ୍କର ଅନ୍ୟ ଏକ ବିରୁଆ ଚର୍ଯା 18ରୁ ସେ ପ୍ରମାଣ ଦେଇଛନ୍ତି ଯେ କେହ କେହ ତୋହରେ ବିରୁଆ ବୋଲେଇ ବିନ୍ଦୁ ଜଣ ଲୋ ତୋରେ କଣ୍ଠ ନ ମେଲଇ। ଚର୍ଯା ଗୀତିକାରେ ବିରୁଆ ନାମରେ ନାମିତ ଥିବା ଗୀତାଟି ତାଙ୍କର କୌଣସି ଶିଷ୍ୟଙ୍କ ରଚନା। ତିବ୍ଦତୀ ଅନୁବାଦ ମଧ୍ୟରେ ବିରୂପାଙ୍କ ରଚନା ବୋଲି କର୍ମଚଣ୍ଡାଳିକା ନାମ ଗୀତ, ଦୋହାକୋଷ ଓ ବିରୂପା ପାଦ ଚତୁର ଗୀତ ପରିଦୃଷ୍ଟ ହୁଏ। କାନୁପା ନାମଟି ଉଭୟ ସିଦ୍ଧ ଓ ନାଥ ପରମ୍ପରାରେ ସୁପ୍ରତିଷ୍ଠିତ। ଏହି ନାମରେ ଏକାଧିକ ବ୍ୟକ୍ତି ପ୍ରଖ୍ୟାତ ହୋଇଥିବା ଅସମ୍ଭବ ନୁହେଁ, କିନ୍ତୁ ସେମାନଙ୍କ ମଧ୍ୟରେ ଓଡ଼ିଶା ଆଗତ ବ୍ରାହ୍ମଣକୁଳ ସମ୍ଭତ ଜଳନ୍ଧରୀ ଶିଷ୍ୟ ସିଦ୍ଧାଚାର୍ଯ୍ୟ କାହ୍ନୁ କବିତ୍ୱ ଓ ପାଣ୍ଡିତ୍ୟ ଗୁଣରେ ଏକ ବିଶିଷ୍ଟ ଆସନର ଅଧିକାର ହୋଇଥିଲେ। ବହୁ କାନୁପାଙ୍କ ମଧ୍ୟରୁ ଯେଉଁ ଜଣକୁ ଓଡ଼ିଶା ଆଗତ ବୋଲି ତାରାନାଥ ଓ ସୁମ୍ସା ମଖନ ପୋ ଚିହ୍ନିତ କରିଛନ୍ତି, ସେ ଜଣକ ହିଁ ତାଙ୍କ ମତରେ କାଳନ୍ଧରୀଙ୍କ ଶିଷ୍ୟ। ସୁତରାଂ ବର୍ତ୍ତମାନ ଯେଉଁ ଓଡ଼ିଶା ଆଗତ କୃଷ୍ଣାଚାର୍ଯ୍ୟଙ୍କୁ କେବଳ ଯର୍ଜମାର୍କାରେ ଭାବରେ ଗ୍ରହଣ କରାଯାଇଛି। ଯଥାର୍ଥରେ ସେ ଥିଲେ ବିଖ୍ୟାତ ସାଧକ କାନୁପା ଏବଂ ଚର୍ଯା ଗୀତିକା ଗୁଡ଼ିକ ତାଙ୍କର ରଚନା। ଡୁମ୍ବି ଚର୍ଯା। এই ଛାନ୍ଦଟି ଲେଖିବ। କାନୁପା ଦେଶକ ରାଗ। ସିଦ୍ଧ ସାଧକମାନେ ନୈରତ୍ମ୍ୟା ଦେବୀଙ୍କ ମହାମୁଦ୍ରା ରୂପେ ବିଚାର କରିଛନ୍ତି। ସାଧକ ନିଜର ସମକକ୍ଷ ଯୋଗିନୀକୁ
ମହାମୁଦ୍ରା ରୂପେ ଗ୍ରହଣ କରି ତାର ସହିତ ସମ୍ମିଳିତ ହୋଇ ମଣ୍ଡଳ ଚକ୍ରରେ ପ୍ରବେଶ କରନ୍ତି। ବାହ୍ୟ ମୁଦ୍ରା କେବଳ ନୈରାତ୍ମ୍ୟର ପ୍ରତିବିମ୍ବ ରୂପେ ଗୃହୀତ ହୋଇଥାଏ। ସାଧକ ଦୈହିକ ସୁଖାନୁଭୂତି ବିରହିତ ହୋଇ ତତ୍ସହିତ ସମ୍ମିଳିତ ହୋଇ ଏହି ନୈରାତ୍ମ୍ୟ ଦେଶ ବିଷୟ ସମୂହର ବାହ୍ୟ ପରିସରରେ ଇନ୍ଦ୍ରିୟ ଆଗୋଚର ମହାସୁଖ ଚକ୍ରରେ ଅବସ୍ଥାନ କରିଥାନ୍ତି। ସେହି ନୈରାତ୍ମ୍ୟ ସହିତ ସମ୍ମିଳିତ ସାଧକ ମହାସୁଖ ପାଇଥାଏ। ତେଣୁ ସିଦ୍ଧ ସାଧକ କାନପା ସେହି ନୈରାତ୍ମ୍ୟ ଦେବୀଙ୍କୁ କହିଛନ୍ତି ଯେ, ହେ ନୈରାତ୍ମ୍ୟ ଦେବୀ, ତୁମର ଓ ମୋର ସ୍ୱଭାବରେ ସାମ୍ୟ ରହିଛି। ମୁଁ ଲଜ୍ଜା ଓ ଅଭିମାନ ଆଦି ପରିତ୍ୟାଗ କରି ମହାସୁଖ ପାଳନ ଧର୍ମ ଗ୍ରହଣ କରିଛି। ତୁମ ସାହାଯ୍ୟରେ ମୁଁ ପ୍ରଜ୍ଞାକାୟାତ୍ମକା ମହାମୁଦ୍ରା ସିଦ୍ଧିଲାଭ କରିବି। ନିର୍ମାଣ ଚକ୍ରରେ ବିକଶିତ 64 ଦଳ ପଦ୍ମରେ ତୁମେ ଏ ରସରେ ନୃତ୍ୟ କରୁଛ। କାହାରି ସମୃଦ୍ଧି ବୋଧିଚିତ୍ତ ମାର୍ଗରେ ଯାତାୟାତ କରିନଥାଅ। ତୁମେ ପରିଶୁଦ୍ଧ ଅବଧୂତିକା ରୂପ ଗ୍ରହଣ କରି ଅବିଦ୍ୟା ଓ ବିଷୟାଭାସ ପରିତ୍ୟାଗ କରିଛ। ମୁଁ ମଧ୍ୟ ସମସ୍ତ ଜାଗତିକ ମୋହମାୟା ଓ ବନ୍ଧନ ଛିନ୍ନ କରିଛି। ତୁମେ ଡମ୍ବୀ ରୂପିଣୀ ନୈରାତ୍ମ୍ୟ ଦେବୀ, ମୁଁ ମଧ୍ୟ ଜଣେ କପାଳିକା। ମୁଁ ତୁମର ସୁଖ ପାଳନ କରିବାକୁ ସମର୍ଥ। ତୁମେ ଯୋଗୀର କାୟା ବିକ୍ଷୁବ୍ଧ କରି ବୁଦ୍ଧିଚିତ୍ତକୁ ବିନିଷ୍ଟ କର। ମୁଁ ତୁମର ସେହି ଅପରିଶୁଦ୍ଧ ରୂପକୁ ବିନାଶ କରି ଚିତ୍ତକୁ ଅବିଦ୍ୟା କବଳରୁ ରକ୍ଷା କରିବି। ସରିଲା।